ଓଡ଼ିଆ ଲୋକକଥାରେ ଗଧିଆ ଓ ଶିଆଳ ସୁଗାଳର ଗପ ସବୁବେଳେ ବହୁତ ମଜାଦାର ହୋଇଥାଏ। ଏଠାରେ ସେମାନଙ୍କ ଚତୁରତା ଏବଂ ବୋକାମିକୁ ନେଇ ଏକ ଛୋଟ କାହାଣୀ। ଗଧିଆ ଓ ଚତୁର ଶିଆଳ। ଗୋଟିଏ ବଡ଼ ଜଙ୍ଗଲରେ ଏକ ଗଧିଆ ରହୁଥିଲା। ସେ ଦେଖିବାକୁ ଯେତିକି ବଳୁଆ, ବୁଦ୍ଧିରେ ସେତିକି ବୋକା ଥିଲା। ସେହି ଜଙ୍ଗଲରେ ଏକ ଶିଆଳ ମଧ୍ୟ ରହୁଥିଲା, ଯିଏ ନିଜର ଚତୁରତା ପାଇଁ ସାରା ଜଙ୍ଗଲରେ ଜଣାଶୁଣା ଥିଲା। ମାଛ ଧରିବାର ଯୋଜନା। ଥରେ ଶୀତୁଆ ସକାଳେ ଗଧିଆଟିକୁ ଖୁବ୍ ଜୋରରେ ଭୋକ ହେଲା। ସେ ଶିଆଳକୁ ଦେଖି ପଚାରିଲା, ଭାଇ, ତୁ ତ ପ୍ରତିଦିନ ମାଛ ଖାଉଛୁ, ମୋତେ ଟିକେ ଶିଖେଇବୁ କେମିତି ମାଛ ଧରାଯାଏ? ଶିଆଳ ଭାବିଲା, ଏ ବୋକା ଗଧିଆକୁ ଆଜି ଉଚିତ ଶିକ୍ଷା ଦେବି। ସେ କହିଲା, ଆରେ ଗଧିଆ ଭାଇ, ଏଇଟା ତ ବହୁତ ସହଜ। ଚାଲ ନଦୀ କୂଳକୁ ଯିବା। ଶିଆଳର ବୁଦ୍ଧି। ନଦୀ ପାଖରେ ପହଞ୍ଚି ଶିଆଳ କହିଲା, ଦେଖନ୍ତୁ, ତୁମର ଏଇ ଲମ୍ବା ଲାଞ୍ଜଟିକୁ ପାଣି ଭିତରେ ବୁଡ଼ାଇ ବସିରୁହ। ଯେତେବେଳେ ଅନ୍ଧାର ହେବ, ମାଛମାନେ ତୁମ ଲାଞ୍ଜକୁ ଖାଦ୍ୟ ଭାବି କାମୁଡ଼ି ଧରିବେ। ତାପରେ ତୁମେ ଏକାଥରକେ ଲାଞ୍ଜକୁ ବାହାରକୁ ଟାଣି ଆଣିବ। ବୋକା ଗଧିଆ ଶିଆଳ କଥାରେ ବିଶ୍ୱାସ କରି ପାଣିକୂଳରେ ବସି ନିଜ ଲାଞ୍ଜକୁ ବୁଡ଼ାଇ ରଖିଲା। ଧୀରେ ଧୀରେ ରାତି ବଢ଼ିଲା ଏବଂ ପ୍ରବଳ ଶୀତ ଯୋଗୁଁ ନଦୀର ପାଣି ବରଫ ପାଲଟିଗଲା। ଗଧିଆର ଲାଞ୍ଜଟି ସେହି ବରଫ ଭିତରେ ଜାମ ହୋଇ ଫସିଗଲା। ପରିଣାମ? ସକାଳ ହେଲା। ଶିଆଳ ଆସି ପାଟିକଲା, ଉଠ ଗଧିଆ ଭାଇ, ବହୁତ ମାଛ ଲାଗିଲେଣି, ଜୋରରେ ଟାଣ। ଗଧିଆ ଯେତେବେଳେ ଲାଞ୍ଜ ଟାଣିଲା, ସେଇଟା ବରଫରେ ଏମିତି ଫସିଥିଲା ଯେ ଟାଣିବା ମାତ୍ରେ ଛିଣ୍ଡିଗଲା। ଗଧିଆ ଯନ୍ତ୍ରଣାରେ କାନ୍ଦିଲା, ଆଉ ଶିଆଳ ଦୂରରୁ ହସି ହସି ଜଙ୍ଗଲ ଭିତରକୁ ପଳାଇଲା। ଶିକ୍ଷା: କାହାରି କଥାରେ ଅନ୍ଧ ଭାବେ ବିଶ୍ୱାସ କରିବା ପୂର୍ବରୁ ନିଜ ବୁଦ୍ଧି ଖଟାଇବା ଉଚିତ। ଆପଣଙ୍କୁ ଏହି ଗପଟି କେମିତି ଲାଗିଲା? ଯଦି ଆପଣ ଚାହିଁବେ, ମୁଁ ଏହି ଦୁଇଜଣଙ୍କର ଆଉ ଏକ କୁମ୍ଭୀର ଓ ଶିଆଳର ଚାଷ କାହାଣୀ ମଧ୍ୟ କହିପାରିବି।